ସତ୍ୟନାରାୟଣ ସ୍ୱାମୀଙ୍କର ଜୟାନନ୍ଦ ଗବାର ହରିବୋଲ। ଯୁଗକୁ ଯୁଗ ଏହି ମତେ ପରମାନନ୍ଦ ଏ ଜଗତେ। ଯୁଗକୁ ଯୁଗ ଏଇ ମତେ ମାନେ ପରମାନନ୍ଦ ଏ ଜଗତେ। ସତ୍ୟରେ ଭଗବାନ ତାଙ୍କ ଲୀଳା ଯାହା କରିବାର କଥା କଲେ। ଯେଉଁ ରାକ୍ଷସକୁ ମାରିବା କଥା ମାରିଛନ୍ତି ଆପଣମାନେ ଜାଣିଛନ୍ତି। ତ୍ରେତୟାରେ ତାଙ୍କର ଯୁଗ ଆସିଲା, ତ୍ରେତୟା ଯୁଗ ଆସିଲା, ସେଇଭଳି ମତ ସୃଷ୍ଟି କଲେ, ପଥ ସୃଷ୍ଟି କଲେ। ଦ୍ୱାପର ଯୁଗରେ ଜାଣିଛନ୍ତି ସେଇଭଳି ମତ, ସେଇଭଳି ପଥ, ଯେମିତି ରାକ୍ଷସକୁ ଯେମିତି ସଂହାର କରିବା କଥା କଲେ। ସତ୍ୟ ଯୁଗରେ ହିରଣ୍ୟକଶିପୁ ହିରଣ୍ୟାକ୍ଷ ଏବଂ ତ୍ରେତୟା ଯୁଗରେ ଭଗବାନ ରାମଚନ୍ଦ୍ର, କୁମ୍ଭକର୍ଣ୍ଣ ଏବଂ ରାବଣ ଏ ରାକ୍ଷସକୁ ବଧ କଲେ। ଅନେକ ରାକ୍ଷସକୁ ମଧ୍ୟ ବଧ କରିଛନ୍ତି। ଦ୍ୱାପର ଯୁଗରେ କୃଷ୍ଣ ଭଗବାନ ଶିଶୁପାଳ ଦନ୍ତବକ୍ତ୍ର ବକ୍ରକୁ ବଧ କଲେ ଏବଂ ଅନେକ ଭକ୍ତଙ୍କୁ ଉଦ୍ଧାର କଲେ। ଭକ୍ତଙ୍କ ପାଇଁ ଭଗବାନ ବେଳେବେଳେ ନିଜ ରୂପ ଧାରଣ କରି, ଭକ୍ତର ରୂପ ଧାରଣ କରି ଆସି ଭକ୍ତ ଘରେ ରହିକି ସେବା ବି କରନ୍ତି। ଭକ୍ତମାଳର କଥା ବି ଆସେ ଯେ ତ୍ରିଲୋଚନ ନାମ ଦାସ ନାମ ଜଣକ ଭକ୍ତ, ତାଙ୍କରି ଭଗବାନ ତାଙ୍କରି ଘରେ ଭଗବାନ 13 ମାସ ତାଙ୍କର ଯେଉଁ ସାଧୁ ସଭା ତ୍ରିଲୋଚନ ଦାସ କରୁଥିଲେ ଭଗବାନଙ୍କର, ତ ତାଙ୍କ ପତ୍ନୀ ଏବଂ ତାଙ୍କର ସ୍ୱାମୀ ସ୍ତ୍ରୀ ଉଭୟ ସେ ସାଧୁ ସେବାର ଭାବ ଦେଖି ଭଗବାନ ନିଜେ ଆସି ରହିଥିଲେ ତାଙ୍କ ଘରେ ଅନ୍ତର୍ଯ୍ୟାମୀ ନାମକ ଦାସ ହେଇକି। ଭକ୍ତମାଳା ଗ୍ରନ୍ଥରେ ଲେଖା ଅଛି। ବେଳେବେଳେ ଆମେ ଦେଖୁଛନ୍ତି ପାର୍ଥ ଅର୍ଜୁନଙ୍କର ରଥରେ ସାରଥୀ ହେଇକି, ଅର୍ଜୁନ ରଥୀ ହେଲେ ଭକ୍ତ ନା ସେ ଭଗବାନ ମଧ୍ୟ ନିଜେ ସାରଥୀ ହେଇକି ତାଙ୍କ ରଥକୁ ବାନ୍ଧିଲେ, ଚଲାଉଥିଲେ। ଭଗବାନ ହେଉଛନ୍ତି କରୁଣାର ଅବତାର, ଅଂଶାବତାର ଭଗବାନ ପରମହଂସ ରୂପରେ, ଜଗତଗୁରୁ ରୂପରେ ଠାକୁର ଅଭିରାମ ପରମହଂସ ଦେବ କିଭଳି ଆସି ଲୀଳା କରିଥିଲେ। ଭକ୍ତର ଦୁଃଖ ଦେଖି ସହି ନ ପାରି ଭକ୍ତର ରୂପ ଧାରଣ କରି ମଧ୍ୟ ଯାଇ ପ୍ରଭୁ ଭକ୍ତ ଘରେ ଗୁଡ଼ ତିଆରି କରିଦେଇଛନ୍ତି, ପରିବାରକୁ ସୁଖୀ ରଖିଛନ୍ତି। ଭକ୍ତଟି କରମାଳକୁ ଆସିଲା, ସପରିବାର ସହିତ ନେଇ ତାଙ୍କରି ପରିବାର ରୂପ ଧାରଣ କରି ଠାକୁର ନିଜେ ଯାଇଥିଲେ। କିଭଳି ସେ ବିଷୟରେ ଆମେ ଶୁଣିଥିଲେ 95 ମସିହା କି 94 ମସିହା ଭାଲୁସାଙ୍କ ମୁଖରୁ ଭକ୍ତ ଭଗବାନଙ୍କ କଥା ପଚାରିବାରୁ ସେ ଗୋଟେ କଥା କହିଥିଲେ। ସେ ବିଷୟରେ ମନେ ପଡ଼ିଗଲା। ପ୍ରଭୁ ଅଙ୍ଗ ସଙ୍ଗୀ ଯେତେ ହରିଭକ୍ତଗଣ ସବୁରି ଚରଣ ଧରି ମାଗଇ ଶରଣ। ତାଙ୍କରି କଥା ଶୁଣିଥିବା କଥା। ଆମେ ତ ଠାକୁର ଅଭିନ୍ନ ସୁନ୍ଦରଙ୍କର ଲୀଳାକୁ ଦେଖିବାର ସୁଯୋଗ ପାଇନୁ, ଜନ୍ମ ତ ଗ୍ରହଣ କରିନଥିଲୁ। ତେଣୁ ବନେଇ ଚୁନେଇ କଥା କିଛି ନାହିଁ। ଯେଉଁ ଭକ୍ତମାନଙ୍କ ପାଖରୁ ଯେଉଁ କଥା ଅନୁଭୂତିରେ କଥା ଶୁଣି ମନ ଆନନ୍ଦ ହୁଏ, ସେ ଅନୁଭୂତିରୁ ପଦେ ଆପଣଙ୍କ ପାଖରେ ରଖୁଛୁ, ଶୁଣି ଆନନ୍ଦ ହେବେ। ସତ୍ୟନାରାୟଣ ସ୍ୱାମୀ କି ଜୟ। ଭାଗବତ କହିଲେ, ଠାକୁର ଅଭିନ୍ନ ସୁନ୍ଦର କହିଲେ, ତାକୁ କିଏ ଅବା ପାରିବ ଧରି, ଦୃଷ୍ଟି ଅଗ୍ରେ ଖେଳେ ଜାଜଲ୍ୟ ଜ୍ୟୋତିରେ, ସର୍ବସ୍ଥାନେ ରହି ଥାଏ ସେ ପୁରୀ। ସେଇ
କେତୋଟି ପଦ ପରେ ପୁଣି ଲେଖିଲେ, ଭକ୍ତ ତାଙ୍କୁ ବିକିଲେ ପ୍ରାଣ, ଭକ୍ତଙ୍କୁ ସେ ବିକନ୍ତି ପ୍ରାଣ, ଯେ ତାଙ୍କୁ ଭାବନ୍ତି, ଯେ ତାଙ୍କୁ ଭାବଇ ସେ ତାଙ୍କୁ ଭାବନ୍ତି, ଭକ୍ତ ବାନ୍ଧେ ଧରି ଭକତି ଡୋରି। ଯେ ତାଙ୍କୁ ଭାବଇ ସେ ତାଙ୍କୁ ଭାବନ୍ତି। ଏ ସୁନ୍ଦର କଥାଟିଏ। ଭାବନା ଜଗତ ମଧ୍ୟରେ, ତେଲ ଲୁଣ ସଂସାର ମଧ୍ୟରେ ରହି ଜଣେ ଭକ୍ତ ପ୍ରୟାସ କରି ମଧ୍ୟ ଠାକୁରଙ୍କ ଆଶ୍ରମକୁ ଯାଇପାରେନି। ଯେଉଁଦିନ ସେ ପ୍ରୟାସ କରିବ, ସମ୍ପୂର୍ଣ୍ଣ ଭାବରେ ସମର୍ପିତ ହେବ, ଠାକୁର ନିଶ୍ଚୟ ହିଁ ତାଙ୍କ ଶ୍ରଦ୍ଧାଳୁ ଭକ୍ତକୁ ତାଙ୍କ ନିକଟକୁ ଆଣନ୍ତି। କାରଣ ଭଗବାନ ଶ୍ରୀମଦ୍ ଭାଗବତ ଗୀତାରେ କହିଲେ, ତୁମେ ଯଦି ମୋ ଆଡ଼କୁ 10 ପାଦ ଆଗେଇବ, ମୁଁ ତୁମ ଆଡ଼କୁ 10 ପାଦ ନାହିଁ 100 ପାଦ ଆଗେଇ ଯିବି। ତୁମେ ତ ଥରେ ପ୍ରୟାସ କର। ତୁମେ ମୂଳରୁ ପ୍ରୟାସ କରିବନି, ଠାକୁର କେମିତି ଯିବେ? ଆମେ କହୁଛନ୍ତି ଠାକୁରଙ୍କ ସଦିଚ୍ଛା ପୂର୍ଣ୍ଣ ହେଉ। ଠାକୁର ବି କହୁଛନ୍ତି ଭକ୍ତଙ୍କର ଇଚ୍ଛା ପୂର୍ଣ୍ଣ ହେଉ। କାରଣ ଯେତେବେଳେ ଦ୍ୱାପର ଲୀଳାରେ ଆମେ ସୁନ୍ଦର କଥାଟିଏ ଶୁଣିବା, ତାପରେ ଠାକୁରଙ୍କ କଥା। ଭଗବାନ ଶ୍ରୀକୃଷ୍ଣ ବାଲ୍ୟ କାଳରେ ବାଲ୍ୟ ସଖାମାନଙ୍କ ସହିତ ଖେଳୁଥାନ୍ତି। ସମୟ ଆସିଲା ଏମିତି, ବାଲ୍ୟ ସଖାମାନେ ତାଙ୍କ ଚାରିପଟେ ବସି କହିଲେ, କାହ୍ନା, ତମ ଘରେ ସିନା ବହୁତ ମାଖନ ଅଛି, ଆମ ଘରେ କ'ଣ ଖାଇବାକୁ ସେତେ ସମର୍ଥ ହେଇପାରୁଛୁ? ତ କାହ୍ନା କହିଲେ, ତୁମେ କ'ଣ ଚାହୁଁଛ କହୁନ? ତୁମେ ଯାହା ଚାହିଁବ ମୁଁ ବି ସେୟା ଚାହିଁବି। ନା ଆମ ପାଇଁ ମାଖନ ଆଣି ତୁ ଦେ। ନା, ଘର ମାଖନ ଭଲ ଲାଗିବନି। ତମେ ଯଦି ଇଚ୍ଛା କରିବ ତେବେ ମୁଁ ଇଚ୍ଛା କରିବି। ନା କ'ଣ? ନା ଆଜି ସବୁ ଗୋପାଳନୀମାନଙ୍କ ଘରେ ଚୋରି କରିବାକୁ ଯିବା। ତୁମେ ରାଜି? ନା ଚୋରି କରିବାକୁ ଯିବା? ନା ହଁ, ତମେ ଯଦି ରାଜି ହବ ତେବେ ଯିବା। ତ ଏଠି କ'ଣ କହିଲେ? ମାନେ ଭକ୍ତ ଉପରେ ଛାଡ଼ିଦେଲେ ଭଗବାନ। ଆରେ ଭଗବାନ ଯଦି କହୁଛନ୍ତି, ଭକ୍ତ ମଧ୍ୟ କହିଲେ ତୁମ ଇଚ୍ଛା। ନା, ତୁମେ ଆଗେ ଇଚ୍ଛା କର। ତେଣୁ ଆଗେ ଭକ୍ତ ଇଚ୍ଛା କଲା ପରେ ଭଗବାନ ବି ଇଚ୍ଛା କଲେ। ତ ମଧୁମଙ୍ଗଳ ସେଠି ଥିଲେ, ଶ୍ରୀଦାମା ଥିଲେ, ବାଲ୍ୟ ସଖା, ମନ ସୁଖା, ତନ ସୁଖା, ସବୁ ପ୍ରକାର ସଖା ମାନେ ଏମିତି ଥିଲେ। ସମସ୍ତଙ୍କ ମନ ଗୋଟିଏ ହେଲା। ତାପରେ ଭଗବାନ ଶ୍ରୀକୃଷ୍ଣ କହିଲେ, କ'ଣ ତୁମେ ରାଜି? ନା ହଁ। ଆମେ ସମସ୍ତେ ଜାଣିଛନ୍ତି ପ୍ରଭୁ ବାଲ୍ୟ ଲୀଳା କଲାବେଳେ ଚୌରାଗ୍ରଗଣ୍ୟ ପୁରୁଷଂ ନମାମି, ସିଏ ହେଉଛନ୍ତି ଚୌର ଅଗ୍ରଗଣ୍ୟ। ସିଏ ତ ଠାକୁର ସମସ୍ତଙ୍କୁ ନେଇ ଗୋପାଳନୀମାନଙ୍କ ଘରେ ମାଖନ ଦଧି ଚୋରି କରି ଆଣିଲେ, ଆଉ ତାଙ୍କର ମାଠିଆ ଠେକା ଭାଙ୍ଗିଲେ। ଏମିତି ବିଭିନ୍ନ ପ୍ରକାର ଲୀଳା ଯେତେବେଳେ କରିଛନ୍ତି, ଆଗେ ଭକ୍ତଙ୍କୁ କହିଛନ୍ତି ତୁମେ ଇଚ୍ଛା କଲେ ମୁଁ କରିବି। ତାଙ୍କ ଇଚ୍ଛା କ'ଣ? ନା ଭକ୍ତ ତାଙ୍କୁ ବିକିଲେ ପ୍ରାଣ। ଭକ୍ତ ବିକି ଦେଇଛନ୍ତି, ଯେହେତୁ ଯେତେବେଳେ ବିକି ଦେଲା ପରେ ଭଗବାନ ବି ଇଚ୍ଛା କରୁଛନ୍ତି, ତୁମ ଇଚ୍ଛାଟା ହେଲେ ହିଁ ମୋ ଇଚ୍ଛା ହେବ।
ଆଉ ତୁମେ ଇଚ୍ଛା ନ କଲେ ମୁଁ କାହାକୁ ଧରି ଖେଳିବି? ଭକ୍ତ ଯଦି ନାଶ ଯିବ କାହାକୁ ଧରି ଖେଳିବ? ଭକ୍ତ ଯଦି ନାଶ ହେଇଯିବ କାହାକୁ ଧରି ଖେଳିବ? ତେଣୁକରି ଭକ୍ତ ନାଶ ହେବା ପାଇଁ ଦେବେନି। ଭକ୍ତ ଯଦି କିଛି ଅସୁବିଧାରେ ପଡ଼ିଗଲା, ପ୍ରଭୁ ତାକୁ କୌଣସି ମତରେ କ୍ଷମା କରି ଆପଣେଇ ନିଅନ୍ତି। ତ ଦିନ ହେଲା, ସମୟ ହେଲା, ଦଧି ଲହୁଣୀ ଚୋରି କରିଥିଲେ ଆମେ ସମସ୍ତେ ଜାଣିଛନ୍ତି। ସେହି ଲୀଳାମୟ ଅଭିନ୍ନ ସୁନ୍ଦର କରମଳା ଚନ୍ଦ୍ର ସମୟ ଆସିଲା ସମସ୍ତଙ୍କୁ ବାଲ୍ୟକାଳରେ ଗୁଡ଼ିଆଣୀ ବୁଢ଼ୀ ଘର ସିଂହା ଉପରେ ବସି ମୁଢ଼ି ଚୋରି କରି ଖାଇଥିଲେ। ତାର ମୁଢ଼ି ଯେଉଁଟା ରଖିଥିଲେ ତାକୁ ମଧ୍ୟ ଭାଙ୍ଗି ଦେଇଥିଲେ। ଏମିତି ଅନେକ ପ୍ରକାର ଲୀଳା। କେବଳ ସେ ଶ୍ରଦ୍ଧା ତାର ଥିଲା ଯେ ଗୋପାଳନୀମାନଙ୍କର ଶ୍ରଦ୍ଧା ଥାଏ, କାହ୍ନା ଆସନ୍ତୁ ଆମ ଘରେ ଦଧି ମାଖନ ଚୋରି କରି ଖାଇକି ଯାଆନ୍ତୁ, ଏମିତି ଆମକୁ ଆନନ୍ଦ ଲାଗେ। ଗୁଡ଼ିଆଣୀ ବୁଢ଼ୀର ବି ଇଚ୍ଛା ଥିଲା ଯୁଆଡ଼େ ଗଲେ ମଧ୍ୟ ବିନରୀ ଆସୁ, ଆମ ଘରେ ମୁଢ଼ି ଖାଇ ବରଂ ଭାଙ୍ଗି ଯାଉ। ଅର୍ଥାତ୍ ଭକ୍ତଙ୍କର ଇଚ୍ଛାରେ ଭଗବାନଙ୍କ ଇଚ୍ଛା। ଏମିତି ଅନେକ କଥା ଅଛି। ତ ଠାକୁର ବେଳେବେଳେ କହନ୍ତି ତୁମେ ଯେଉଁଦିନ ଇଚ୍ଛା କରିବ ସେଦିନ ଠାକୁର ତୁମର ଗୋଟିଏ 10% ଇଚ୍ଛା ହେଲେ ଠାକୁର 100% ଇଚ୍ଛା କରିକି ତୁମକୁ ତାଙ୍କ ନିକଟକୁ ଆଣିଦେବେ। ଶୁଣିବାକୁ ମିଳେ ଜଣେ, ନାଁ ତ ମନେ ପଡ଼ୁନି, ପୁରାତନ ଭକ୍ତମାନଙ୍କଠୁ ଶୁଣିଥିଲେ ଆମର ଯିଏକି ଥିଲେ ଗୋବିନ୍ଦଙ୍କ ବାପା ଗଞ୍ଜାମ ଜିଲ୍ଲା ସୁନାଥର, ତାଙ୍କ ନାଁ ଭାଲୁ ସାହୁ। ତାଙ୍କ ପାଖରେ ବସିଲା ବେଳେ ସୁନ୍ଦର ସୁନ୍ଦର କଥା କହନ୍ତି। ଆମେ ପଚାରୁ ଛୁଆ ହେଇଥାଉ, ଗଞ୍ଜାମ ଜିଲ୍ଲା ସୁନାଥରର, କହୁ ଆଉ ଆଜ୍ଞା ଠାକୁରଙ୍କୁ ତ ଆପଣ ଦେଖିଛନ୍ତି, ଠାକୁରଙ୍କ ଲୀଳା ବିଷୟରେ ଟିକେ କହନ୍ତୁ। ସେ ଥରେ କହିଲେ ଠାକୁରଙ୍କ ଲୀଳା କ'ଣ କହିବି ବାପା, ଠାକୁର ତ ଦେଖିଦେଲେ ଆଉ କହିବାକୁ ନାହିଁ, କହିପାରିବନି, କ'ଣ ପଚାରିବି ତାଙ୍କୁ ଦେଖିଦେଲା ପରେ 7 ହାତ 7 ଫୁଟ ଲମ୍ବା ଠାକୁର, ପାଦ ପଦ୍ମ 12 ଇଞ୍ଚ ଭଳି ହେବ, ବିଶାଳ କାୟ, ମୁଖ ମଧୁର ହସରେ ପରିପୂର୍ଣ୍ଣ। ଆଉ ବେଳେବେଳେ ଭକ୍ତମାନେ ଠାକୁରଙ୍କ ପାଖରେ ଅଭିମାନ କରି ଆମକୁ ଠାକୁର ଡାକୁନାହାନ୍ତି, ଆମେ କୃପା କରୁନାହାନ୍ତି, ଆମେ ଯାଇପାରୁନାହୁଁ। ବେଳେବେଳେ କିଛି ଆମ ସାଙ୍ଗରେ ଥିବା ଭକ୍ତ ଏ ଗଞ୍ଜାମ ଜିଲ୍ଲାର କି ପ୍ରାୟ ତାଙ୍କ ନାଁଟି ମନେ ପଡ଼ୁନି, କିନ୍ତୁ ସେ କହିଲେ ସବୁଦିନେ ଠାକୁରଙ୍କ ପାଖକୁ ଯିବା ପାଇଁ ପ୍ରୟାସ କରନ୍ତି, କିନ୍ତୁ ସେ ସେ ସମୟରେ ଗୁଡ଼ ଫ୍ୟାକ୍ଟ୍ରି ଥିଲା। ଯେଉଁ ଗୁଡ଼ ଫ୍ୟାକ୍ଟ୍ରିରେ ଇଏ ମୁଖ୍ୟ ଥିଲେ, ଭକ୍ତ ଜଣକ ଗୁଡ଼ ଫ୍ୟାକ୍ଟ୍ରିର ମାଲିକ ସ୍ୱତନ୍ତ୍ର ଥିଲା, ଆଙ୍କ ପର୍ସନାଲ ନଥିଲା। ସେ ଥରେ କହିଲେ ଯେ ଏମିତି ଜନ୍ମୋତ୍ସବ ଆସୁଛି, ଆଉ ଆମେ ଜଗତଗୁରୁ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସ ଦେବଙ୍କର ଶରଣାଗତ ଶିଷ୍ୟ ଭକ୍ତ, ତେଣୁ କେତେ ବର୍ଷ ହେଲା ମୁଁ ଯାଇନି ଜନ୍ମୋତ୍ସବକୁ, ଆପଣ ଯଦି କୃପା କରି ମୋତେ ଛାଡ଼ିବେ, ମୁଁ ଏ ବର୍ଷ ଜନ୍ମୋତ୍ସବ ଠାକୁରଙ୍କର ଜନ୍ମୋତ୍ସବକୁ ଯିବା ପାଇଁ ଚାହୁଁଛି। ତ ସେ ଫ୍ୟାକ୍ଟ୍ରି ବାଲା ଟିକେ ଚିଡ଼ଚିଡ଼ାପଣ, ମାନେ ସିଏ କୌଣସି ଠାକୁର ଭଗବାନ ଏଗୁଡ଼ା ତାର ବିଶ୍ୱାସ ନାହିଁ। ତାର ଟଙ୍କା ଭଲ ତ, ଦୋକାନ ଭଲ ତ, କର୍ମ ଭଲ ତ, ସବୁ ଭଲ। ସେ କହିଲା ଏଇ ବାବୁ, କର୍ମ କଲେ ସିନା ଫଳ ପାଇବ, କାହିଁକି କର୍ମର ପଛରେ ନ ପଡ଼ି
ତମେ ଏ ଠାକୁର ଫାକୁର ପଛରେ କାହିଁ ପଡ଼ୁଛ? ସେ କହିଲା ଶୁଣନ୍ତୁ, ସବୁ କହିବେ ଗୁରୁ ନିନ୍ଦା, ଠାକୁର ଫାକୁର କ'ଣ କହୁଛନ୍ତି, ମୁଁ ଏଇନେ ଛାଡ଼ି ଦେଇ ପଳେଇଯିବି, ଫ୍ୟାକ୍ଟ୍ରି ମୋର ଦରକାର ନାହିଁ। ନାଇଁ ମୁଁ କହିଲି ରାଗିଲେ କି? ଏବେ ତମେ ଯାଇପାରିବିନି, ଆଉ କେବେ ଯିବ? ସେ ମାଲିକ ଆଉ କିଛି କହିପାରିଲାନି। କହିଲା ନା, ମୁଁ ଏ ବର୍ଷ ଯିବି। ପ୍ରାୟ ଆମେ ଶୁଣିବାରେ 1995 ମସିହାରେ ଆମେ ଶୁଣିଥିଲୁ ଏ କଥାଟି। 95 ମସିହା ପ୍ରାୟ ହବ, ସେତେବେଳେ ସେ ଥିଲେ। କାରଣ ଠାକୁରଙ୍କ ଅଙ୍ଗସଙ୍ଗୀ ଭକ୍ତମାନଙ୍କ ପାଖରୁ ଶୁଣିଥିବା କଥା। ତ ସେ ସମୟରେ ସେ କହୁଥିଲେ ଠାକୁର ଯେତେବେଳେ ସ୍ଥୂଳରେ ଥିଲେ, ସିଏ ଜିଦ୍ କଲେ ମୁଁ ଯେମିତି ହେଲେ ଜନ୍ମୋତ୍ସବ ଯିବି, କିନ୍ତୁ ଇଏ ଛାଡ଼ିବାକୁ ରାଜି ହେଲେନି। ଯଦି ତମେ ଯିବ ଆଉ ଚାକିରିର ଆଶା ଛାଡ଼ିଦିଅ। ତ ସେ ସମୟରେ ଧନ ସମ୍ପତ୍ତିର ପ୍ରଭାବ ଏତେ ନଥିଲା। ସେ 5 ଟଙ୍କା ଦିଅନ୍ତି ମାସ ପୁରିଲେ, ସେ 5 ଟଙ୍କାରେ ସପରିବାର ବର୍ଗ ଚଳେ। ଆଉ 2ଟି ସନ୍ତାନ ଚାଟଶାଳୀରେ ପାଠ ପଢ଼ନ୍ତି, ଆଉ ସ୍ୱାମୀ ସ୍ତ୍ରୀ 2 ଜଣ। କିନ୍ତୁ ଉଭୟ ରାତିରେ ବିଶ୍ରାମ କଲାବେଳେ କଥା ହେଲେ। କିଛି ଦିନ ପରେ ଜନ୍ମୋତ୍ସବ। ତାଙ୍କ ସ୍ତ୍ରୀ କହୁଛନ୍ତି କ'ଣ କରିବା, ଜନ୍ମୋତ୍ସବକୁ ଯିବାନି ଏ ବର୍ଷ? ନା କେମିତି ଯିବ? ସେ ତ ରାଜି ହେଉନାହାନ୍ତି। ନା ତା ରାଜିରେ କ'ଣ ମୋ ରାଜି? ମୋ ଠାକୁର ବଡ଼ ନା ସେ ମାଲିକ ମୋର ବଡ଼? କହିଲା ଆଉ ତମକୁ କ'ଣ ସେ ଆଦେଶ ଦେଲେ? ନା ତା ଆଦେଶରେ ମୋର କ'ଣ ହେବ? ମୁଁ ଯେତେବେଳେ ଜୀବନ ପ୍ରାଣ ମନ ସବୁ ଠାକୁରଙ୍କ ଚରଣ ଦେଲି, କେତେ ବର୍ଷ ହେଲାଣି ମୁଁ ଦୀକ୍ଷା ନେଲିଣି, ଆଜିକି 5-6 ବର୍ଷ ହେଲାଣି ଦୀକ୍ଷା ନେଲିଣି, ଠାକୁରଙ୍କୁ ଦର୍ଶନ କରି ଯାଇପାରୁନି। ଏଇ କାମଧନ୍ଦାରେ ସବୁଦିନ ରହି ରହି ମୋ ପ୍ରଭୁଙ୍କ ଜନ୍ମଦିନରେ ଯାଇପାରୁନି, ବେକାରିଆ ଜୀବନ ହେଇଗଲା କହିକି ତାଙ୍କ ଶ୍ରୀମତୀଙ୍କ ପାଖରେ ବସି କାନ୍ଦିଲେ। ସେ କହିଲେ କାହିଁ କାନ୍ଦୁଛ? ତମେ ଯଦି ଠାକୁରଙ୍କ ଉପରେ ସମ୍ପୂର୍ଣ୍ଣ ଭରସା କରିଛ, ତମେ ଆଉ ତାହେଲେ ସେ ମାଲିକ କଥାରୁ କାହିଁ ଶୁଣିବାକୁ ଯିବ? କାହିଁକି ତମେ କାଲି ଯିବ କି? ନା କେବେ ଯିବା କୁହ? ନା ତ୍ରିବେଣୀ ଅମାବାସ୍ୟା ମାତ୍ର 5 ଦିନ ଅଛି, ଯଦି ଯିବାର ଅଛି ଆମେ ପରଦିନ ପଳେଇବା। ମାନେ ଜନ୍ମୋତ୍ସବର 3 ଦିନ ଥିବା ପୂର୍ବରୁ ସିଏ ଆସିବା ପାଇଁ ଇଚ୍ଛା କଲେ। ନା ଯଦି ଯିବା, ସ୍ୱାମୀ ସ୍ତ୍ରୀ ଗୋଟେ ହେଇଗଲେ, ସନ୍ତାନ ମଧ୍ୟ ଗୋଟେ ହେଇଗଲେ। କହିଲେ ବାପା ଆମେ ବି ଠାକୁରଙ୍କୁ ଦେଖିବାକୁ ଯିବୁ। ଝିଅ ପୁଅ କହିଲେ। ତ ସମସ୍ତଙ୍କ ମନ ଯେତେବେଳେ ଏକ ହେଇଗଲା, କହିଲେ ସେ ଚାକିରି ଗଲେ ଯାଉ, ରହିଲେ ରହୁ, ସିଏ ତାର ଚାକିରି ଦେଇଛି, ଛଡ଼େଇବ ଯଦି ସିଏ ଛଡ଼େଇବ। କାରଣ ଭକ୍ତ ଜାଣି ଯାଇଛନ୍ତି ନା, ମାଲିକ ଭିତରେ ବି ସିଏ, ମୋ ଭିତରେ ବି ସିଏ, ଆଉ ପିଲାମାନଙ୍କ ଭିତରେ ବି ସିଏ, ଆଉ ତା ପାଖକୁ ଯିବା ପାଇଁ ଆଗ୍ରହ କରୁଛନ୍ତି ଏ ଘଟ ଭିତରେ ସିଏ। ତ ସମସ୍ତେ ବିଚାର ହେଲା ରାତିରେ। କହିଲେ ପ୍ରଭୁ କ'ଣ ଡାକିବେ? ପ୍ରଭୁ ତ ଡାକୁଛନ୍ତି, ଆମେ ଯାଇପାରୁନେ। ଆଉ ଆଜିକାଲି ତ ଜଣେ ଜଣେ ଭକ୍ତ କହିବେ ଠାକୁର କାହିଁ ଡାକୁଛନ୍ତି, କୃପା କରୁନାହାନ୍ତି। ଆରେ କୃପା କେମିତି କଲେ? ଏମିତି ତ ଠାକୁରଙ୍କ ସମୟରେ ନିମନ୍ତ୍ରଣ ଦେଇକି ମହାତ୍ମାମାନେ ଯାଇକି ଘରେ ଘରେ ଠାକୁରଙ୍କ ଜନ୍ମଦିନ ତୁମେ ସମସ୍ତେ ଆସିବ, ନିମନ୍ତ୍ରଣ ରଖ, କାର୍ଡ଼ ନିଅ। ଏଇ ଯୁଗ ପରିବର୍ତ୍ତନ ହେଲା। ଇଏ ହେବାର କାରଣ ନିମନ୍ତ୍ରଣ ପତ୍ରଟି ଗଲା, ଭକ୍ତ ମଧ୍ୟ ସାଧୁଙ୍କ ସେବା କଲା, ସାଧୁ ମହାତ୍ମାମାନଙ୍କ ପାଖରୁ 2 ପଦ ଠାକୁରଙ୍କ ବିଷୟ କଥା ଶୁଣିଲା, ତା କର୍ମଫଳ ଶ୍ରଦ୍ଧାରେ ଦେଲା। ଏଇ ଆନନ୍ଦ ଠାକୁରଙ୍କ ପ୍ରୀତି କାର୍ଯ୍ୟରେ ଲାଗେ। ଭକ୍ତମାନଙ୍କର ଆନନ୍ଦ ଭଜନ କୀର୍ତ୍ତନ କରି ପ୍ରସାଦ ସେବନ କରିପାରିବା। ତ ସେ ସମୟ ଅଲଗା ଥିଲା, ଏ ସମୟ ଅଲଗା। ତ ଚିନ୍ତା କଲେ ଆଉ କାଲି, ତେଣୁକରି ଆମର ଇଚ୍ଛା ଶକ୍ତିର ଦୁର୍ବଳତା ଯୋଗୁଁ ଆମେ ଯାଇପାରୁନେ। 2ଟା ଜାଗାକୁ ଆସିପାରିବୁନି। ଜଣେ ସମ୍ପୂର୍ଣ୍ଣ
समर्पित नहेला गोटे गुरुधाम गोटे श्रीधाम जोटाकि वृंदावन हो अयोध्या हो जगन्नाथपुरी हो बद्रीनाथ हो जेते तीर्थक्षेत्र और गुरुक्षेत्र को आसवा कहले संपूर्ण समर्पित जीवन प्रभु चरण तले सब आशा आकांक्षा दिने 2 दिन कि 4 दिन 8 दिन तोटे दे केवल एकमात्र मोर प्रभु तांको छड़ा आ कि ना ये ज्ञान जदि आसो ठाकुर तुम 10 पाद आगाइले से 100 पाद ने आगे तुमको टाणी आनबे। तो ये 4 जनकर गोटे इच्छा है आउ से चाकरी कथा भूलीगले चली आसले करमला को डेलांग स्टेशन चली चली करमला आसले ठाकुर देखी ठाकुर जमी प्रणाम कर ठाकुर कहते जहाँ अरे कृष्ण माँ को डाक शीघ्र ये काली रात से मैंने आसिले खाई ना पी ना पिला मैंने कौन कर आगे तुम्हें जाओ ठाकुर देखी प्रणाम कर तो नहीं 5 वर्ष पूर्व दीक्षा ठाकुर पाखु तो ये देखिले जे ठाकुर प्रणाम कर ठाकुर कहे हे तुम जा प्रसाद सेवन कर आसिले प्रणाम कर देखा ठाकुर मंद हसरे हसीदे समस्त भक्त मान को जेमिति आपणी नियंती वास्तव में संसार भितर दान दक्षिणा क्या दियो न दियो किसी तुम पाखे अच्छी देले बहुत भल नदेले न दियो कम से कम हसिकी 2 पद कथा कहीदेले ठाकुर साधु मान को देखी भक्त जी हसी दिए भक्त को देखी साधु हसी दियंती। तो ये दबा नवार किसी आवश्यक नहीं स्नेह संबंध से ठाकुर कहले स्नेह संबंध भक्ति रे सर्वदा थिबे साथी रे प्रीति तोर जेउ परी प्रयाण करिबनी भूली न पारई प्राण बंधु तब स्नेह मोही प्रीति तोर जेउ परी। तो स्नेह संबंध भक्ति रे भक्त भगवान का संपर्क स्नेह श्रद्धा स्वतंत्र। तो ठाकुर पाक आसिले ठाकुर प्रणाम करी निजर हृदय विदारक कांदटी कांदी ठाकुर को जनले मन मन ठाकुर कहले ठाकुर सब जानती व्यस्त होनी ठाकुर अच्छंती परा व्यस्त कहीं हो जाओ भक्त मध्य किछि दिन जन्मोत्सव रही प्रभु प्रेम भक्त मान सहित कीर्तन भजन करी परिवार सहित जन्मोत्सव नगर कीर्तन समापन है आहरी 2-4 दिन मध्य रहिले श्री पंचमी दिन संध्या बेले ठाकुर को प्रणाम कले सी भूली जाइछन्ति गाँ घर द्वार सबकि चाकरी भी तांकर मन भितर नहीं ना मु चाकरी करथिली गुड़ फैक्ट्री रे। तो जेमती एमाने पहुँचती भक्त कहया कथा तो ये तो मालिकटा तार किसी बाग शाग भल नहीं से गुड़ फैक्ट्री जेमती माने भक्त जेमती ता स्त्री तार पुओ रूपरे तार रूपरे तार पुओ झील रूपरे 4 रूपरे घरे एमाने पड़े आछन्ति करमला से माने घरे उपस्थित अछन्ति। तो जेमती पिला माने स्कूल को जीवा कथा जाउछन्ति घरे भी स्त्री रूपरे सेमति रहिछन्ति भगवान को माया ठाकुर स्वयं अवतारी पुरुष 2 दिन हो गलानी। तो ठाकुरे 3 दिन जन्मोत्सव परदिन ता परदिन श्री पंचमी पूर्व दिन की प्राय तो ठाकुर डाकी पचार आउ ठाकुर खाली खटौथुब तमें जीवनी आउ जाऊन गाँ को गुड़ फैक्ट्री कार्य करबनी कि एतिकी से भक्त स्वामी स्त्री परिवार ने प्रणाम कर ठाकुर कहते आ गाँ को जीवनी कि
ଠାକୁରଙ୍କୁ ଖଟଉଥିବ, ବାସ୍ ଏତିକି, ଆଉ କିଛି ନାହିଁ। ହସିଦେଲେ ଠାକୁର। କହିଲେ ତାର ମନେ ପଡ଼ିଗଲା, ହଁ ତ ଚାକିରି ଅଛି। ତା ସ୍ତ୍ରୀକି ଅନେଇଲା, ଅନାଅନି ହେଲେ। କହିଲା ଗଲେ ଯାଉ, ତୁମ ଇଚ୍ଛା, ତୁମ ଇଚ୍ଛାରେ ତ ସବୁ ହେଉଛି। ସେ ଗୁଡ଼ ଫ୍ୟାକ୍ଟ୍ରି ମୋର କ'ଣ ମିଳିବ? ତୁମେ କରାଉଛ ବୋଲି ଯେ ଜାଣି ଏ ସଂସାରରେ ସେ ଧନ୍ୟ ଧନ୍ୟ। ମୋତେ ଆଉ ସେ ମାୟାକୁ ଠେଲନି। ନା ନା, ଠାକୁର କହିଲେ ନାଇଁ ନାଇଁ, ସଂସାର ଅଛି, ପରିବାର ଅଛି। ତୁମେ ପରା ବାପା ମା, ସେ ପିଲାମାନଙ୍କର ବାପା ମା ବି ତମେ, ମୋର ବି ବାପା ମା ତମେ। ଆଉ ତମେ ନଗଲେ ତମ ପୁଅ ଚଳିବ କେମିତି? ଠାକୁର ଏମିତି ସ୍ନେହରେ କହିଦେଲେ, ଆଉ ନ ଯିବାକୁ ରାହା ନେଇ। କହିଲେ ହଉ ଯାଅ ଯାଅ ଯାଅ। ଆଉ ଚାକିରିଟା ନଷ୍ଟ ହେଇଗଲା। ଆଉ ଏମିତି ମଜାରେ ଠାକୁର କହିଲେ ନା, ଯାହାକୁ ସାହା ହୋଇଥିବ ପଦ୍ମନାଭ, ବଳବାନ କି ଅବା ତାକୁ କିସ କରିବ? ଆପଣ ଯଦି ସାହା ହେଇଛନ୍ତି ଯାଉ। ଏମାନେ ଠାକୁରଙ୍କୁ ପ୍ରଣାମ କଲେ, ସାଧୁସନ୍ଥ ମହାତ୍ମାନଙ୍କୁ ପ୍ରଣାମ କଲେ। ଜନ୍ମୋତ୍ସବ ପରେ 2 ଦିନ ରହିକି ଫେରି ଆସିଛନ୍ତି ଯେମିତି ଗାଁକୁ। ଗାଁରେ ଘରକୁ ଯାଉ ଯାଉ ସେ ଯେଉଁ ଥିଲେ, ମାନେ ଡୁପ୍ଲିକେଟ୍ ରୂପ ହେଇକିରି, ଠାକୁର ନିଜେ ତାଙ୍କର ସାକ୍ଷାତ ରୂପ, ସିଏ ଅନ୍ତର୍ଧ୍ୟାନ ହେଇଗଲେ। ଏମାନେ ଚାବି ଖୋଲିଲେ, ଘର ଭିତରକୁ ଗଲେ। ତ ତାଙ୍କର ପଡ଼ିଶା ଘର ଯିଏ ଥିଲେ, ସେ ନାନୀ ତାଙ୍କର ସ୍ତ୍ରୀ ମିଶିଲେ, କହିଲେ ଆଚ୍ଛା, ଆମେ 4 ଦିନ ହେଲା ରହିନଥିଲୁ, ପଳେଇ ଯାଇଥିଲୁ। ନା ଆଉ କେମିତି କ'ଣ? ନା ତମେ ତ କୁଆଡ଼େ ଯାଇନ, ତମେ ତ ଅଛ। ମିଛ କଥା କ'ଣ ପାଇଁ କହୁଛ? ତମେ ବା ଅଛ। ଆମେ ଅଛୁ ନା? ହଁ, ତମେ ତ ଅଛ, ପିଲାମାନେ ବି ଅଛନ୍ତି, ପିଲାମାନେ ତ ସ୍କୁଲ ଯାଉଛନ୍ତି। ଆଉ ସାର୍ ତମ ଭାବୁଛ ଯାଉଛନ୍ତି ଗୁଡ଼ ଫ୍ୟାକ୍ଟ୍ରିକୁ। ତାଙ୍କ ସ୍ୱାମୀ ସ୍ତ୍ରୀ କଥା ହେଲେ, କହିଲେ ଇଏ କ'ଣ କହୁଛି, ପାଗଳି ନା କ'ଣ? ଆମେ ବା କରମଳା ଯାଇଥିଲୁ। ନା ନା, ତମେ କେତେବେଳେ କରମଳା ଗଲ? ତାପରେ ଗୁଡ଼ ଫ୍ୟାକ୍ଟ୍ରି ଗଲାବେଳକୁ ଦସ୍ତଖତ ପଡ଼ିଛି। ମାଲିକକୁ ଇଏ କହିଲେ ଆଜ୍ଞା 2 ଦିନ ଲେଟ୍ ହେଇଗଲା, ଆମେ ଯାଇକି ଆସିବାର, ଆମକୁ କ୍ଷମା କରିବି। ନା ତମେ କ'ଣ, ତମେ ତ ଯାଇନା, ତମେ ତ ଅଛ ପରିଡ଼ାଉ ନା କ'ଣ? ତାଙ୍କୁ ଡାକିକି ସମ୍ବୋଧନ କଲେ। ତମେ ତ ଦସ୍ତଖତ ଦେଇଛ, ତମେ ତ ଆସୁଛ, ଖାଉଛ, ତମେ ଘରକୁ ଯାଉଛ, ପୁଣି ଗୁଡ଼ ଫ୍ୟାକ୍ଟ୍ରିରେ କାମ କରୁଛ। ଏ ଦେଖୁନ, ଏଇ 8ଟା ଗୁଡ଼ ପରେ ତମେ 3 ଦିନ ଭିତରେ ବନେଇଛ। ନା ମୁଁ ଥିଲି, ମୁଁ ବନେଇଥିଲି? ନା, ଏ ମିଛ କଥା, ମୁଁ ପୁରା କରମଳା ଯାଇଥିଲି। ନା ନା, ତମେ ଯାଇନା କେବେ। ତମେ କାହିଁ ପାଗଳ ଭଳିଆ ହେଉଛ କହିଲ? ତମକୁ ପୁରା ମନା କଲି, ଯାଉ, ତମେ କଥା ମାନିଛ, ଯାଇନ, ଧନ୍ୟବାଦ। ତମେ ଯାଇଥିଲି ମୁଁ ହଇରାଣ ହେଇଥାନ୍ତି। ଆଉ ତମ ଗୁରୁଙ୍କ ବିଷୟରେ ମୁଁ ଟିକେ କିଛି କହିଦେଲି, ମୋତେ କ୍ଷମା କରିବ। ସାର୍କୁ ଯାଇ ପଚାରିଲେ, ସାର୍ କହିଲେ ପିଲାମାନେ ତ ସବୁଦିନ ଆସୁଛନ୍ତି, ସବୁଦିନ ତାଙ୍କର ହାଜିରି ପଡ଼ୁଛି। କହିବାର ତାତ୍ପର୍ଯ୍ୟ, ଯେମିତି ଆସି ଘରେ ଚିତିପଟାଙ୍ଗ ହେଇ ପଡ଼ିକି ଠାକୁରଙ୍କ ପାଖରେ ସାଷ୍ଟାଙ୍ଗ ପ୍ରଣାମ ହେଲେ। କହିଲେ କ୍ଷମା କର ପ୍ରଭୁ, ଆମ ପାଇଁ ଆପଣ ଏହା କଲେ, ଆମରି ରୂପରେ। ଆଉ କିଛି କହିପାରିନି। ଯେଉଁ କୁହାଯାଏନି, ପ୍ରେମଟା, ଭଲ ପାଇବାଟା କ'ଣ, ତାପରେ କିଛି ଆଉ କଥା ନଥାଏ। ତ ସଖୁବାଇ ମଧ୍ୟ ଗୋଟେ ଭକ୍ତ ଚରିତ୍ରରେ ଆସେ। ସଖୁବାଇକୁ ତା ଶାଶୁ ବାଡ଼େଇଲା, ଶ୍ୱଶୁର ମାରିଲେ, ପରିବାରରେ କେହି ଭଲ ପାଇଲେନି। ବିଠଲକୁ ବହୁତ ଆପଣାର କରି ଭଜନ କୀର୍ତ୍ତନ କଲେ। ସେ ଯୁବତୀ କନ୍ୟା ବିବାହ ହୋଇଥିଲେ। ଶାଶୁ ଶ୍ୱଶୁର ସମସ୍ତେ ପ୍ରାୟ ଖଟାନ୍ତି। ଖଟେଇ ଖଟି ତାକୁ ଶେଷରେ ବଦମାସ ବିଭିନ୍ନ ପ୍ରକାର ଗାଳି ଗୁଲଜ କରି ବହୁତ ଖଟାନ୍ତି। ଦିନେ ଭଗବାନ ବିଠଲଙ୍କୁ ସ୍ମରଣ କରି କହିଲା, ପ୍ରଭୁ ସବୁଦିନେ ଘର କାମ କରିଥିବି, ଆଉ ଶାଶୁ ତ ମୋତେ ଛାଡ଼ୁନାହାନ୍ତି, ଆପଣଙ୍କ ନାମ କୀର୍ତ୍ତନ କଲେ, ଗାଳି ଗୁଲଜ କରୁଛନ୍ତି। ଏହି ସମୟରେ ନିଜେ ସାଧୁସନ୍ଥ ମହାତ୍ମାମାନେ କୀର୍ତ୍ତନ କରି ଯାଉଥିଲେ। ଦିନେ କ'ଣ ହେଇଛି, ଭଗବାନଙ୍କର କୃପା ହେଲା, ସନ୍ଥ ମହାତ୍ମାମାନଙ୍କ ପାଖରେ ବସି କୀର୍ତ୍ତନ ଶୁଣି ଶୁଣି ମନ ଉଚ୍ଚାଟ ହେଲା। ସାଧୁମାନେ ଯାଉଥିଲେ ମହାରାଷ୍ଟ୍ର ବିଠଲଙ୍କ ପାଖକୁ, ପଣ୍ଡରପୁର, ସେଠି ପୁଣ୍ଡରିକ ଭଗବାନଙ୍କ ପାଖକୁ। ସଖୁଭାଇ ମଧ୍ୟ ତାଙ୍କ ସହିତ ଚାଲିଗଲେ।
କୀର୍ତ୍ତନ କରି 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 ଶେଷରେ ସେଠି ଦେହ ତ୍ୟାଗ କରିଦେଲେ। ଯେମିତି ଦେହ ତ୍ୟାଗ କରିଦେଲେ, ସେହି ରୂପ ନେଇକି ବିଠଲ ଭଗବାନ, ଲକ୍ଷ୍ମୀ ମା ଉଭୟ କଥା ହେଲେ, ଆସିଲେ ସଖୁ ବାଇ ରୂପରେ, ପୁଣି ଶାଶୁ ଶ୍ୱଶୁର ସେବା କଲେ। ଶାଶୁ ଶ୍ୱଶୁର ସେବା କରି ତାଙ୍କ ସ୍ୱାମୀଙ୍କ ସେବା ବି କଲେ। ଏମିତି ତାଙ୍କ ମନ ପରିବର୍ତ୍ତନ ହେଇଗଲା। ଲକ୍ଷ୍ମୀ ମା ମଧ୍ୟ କହିଲେ, ଆପଣ ଯଦି ସେଠି ଯିବେ ମୁଁ କ'ଣ କରିବି, ନା ତୁମେ ଯଦି ଯିବ ଆସ। ଶେଷରେ ଲକ୍ଷ୍ମୀ ମା ନିଜେ ସଖୁବାଇର ଭାବ ନେଇ ଭଗବାନ ଯେତେବେଳେ ସେ ରୂପ ଧାରଣ କରି ସଖୁବାଇ ରୂପରେ ଶାଶୁ ଶ୍ୱଶୁର ଏବଂ ଘରର ସମସ୍ତ କାର୍ଯ୍ୟ କରୁଛନ୍ତି, ଏ ସମୟରେ ଭଗବାନ ବିଷ୍ଣୁ ଯିଏକି ନାରାୟଣ କୃଷ୍ଣଙ୍କ ପାଖକୁ ଲକ୍ଷ୍ମୀ ଆସି ପଚାରିଲେ, ପ୍ରଭୁ ସଦ୍ମ ବେଶରେ ଆପଣ ଯଦି ଏଇଠି ରହିବେ କେମିତି କ'ଣ ହବ, ନା ମୁଁ କ'ଣ କରିବି, ସେଇ ରୂପ ନେଇକି ସଖୁବାଇ ଆସିଲେ ହିଁ ତ ଯିବି। ଭଗବାନଙ୍କର କୃପା ହେଇଗଲା। ଗାଁର ପୂଜାରୀ ଆସି କହିଦେଲେ, ତମ ଘରେ ସଖୁବାଇ ତ ନାହିଁ, ସଖୁବାଇ ଆମ ସହିତ ଯାଇକି କୀର୍ତ୍ତନ କରିକି ସେଠି ଦେହ ଛାଡ଼ିଦେଲା, ଆଉ ତମ ଘରେ ତମେ ଚାଲ ଦେଖି ଆସିବ। ସିଏ କହିଲେ, ଆମେ କ'ଣ ଯିବୁ ଦେଖି ଆସିବୁ। ଦେଖିଲା ବେଳକୁ ତାଙ୍କ ମନରେ ସନ୍ଦେହ ଆସିଲା। କହିଲେ, ଆମ ଘର ପା ସଖୁବାଇ ଅଛି, ଆମକୁ ଆଜି ଆମ ବୋଉ ଭଲ ହେଇଯାଇଛି, ଭଲ ଭଲ ରୋଷେଇ କରି ଖାଇବାକୁ ଦେଉଛି, ପିଇବାକୁ ଦେଉଛି, ସବୁ ଦେଉଛି। ପରିବର୍ତ୍ତନ ହେଇଯାଇଛି ଶାଶୁ ଶ୍ୱଶୁର ପରିବାର। ତ ଯିଏ ଯାଇ ଦେଖିଥିଲେ, ପୂଜାରୀ କହିଥିଲେ, ଏ କଥାଟା ପ୍ରଗଟ ହେଇଗଲା। କହିଲା, ଆଉ ତମ ଘରକୁ କ'ଣ ଯିବି, ଯାଇ ଦେଖେ। ଦେଖିଲା ବେଳକୁ ସଖୁ ଏଇଠି ଅଛି। ଆଉ ସିଏ କହିଲା, ମୁଁ ଯାହାକୁ ଦେଖିଲି ସିଏ ମରିଯାଇଥିଲା, ନା ମରିଯାଇଛି, ତମେ ମୂର୍ଖ ମିଛ କଥା କହୁଛ, ମୋ ବୋଉ କାହିଁ ମରିବ। ତ ଲକ୍ଷ୍ମୀଙ୍କର ମନରେ ଚିନ୍ତା ଆସିଲା, ସଖୁବାଇର ଯେଉଁଠି ଦେହ ତ୍ୟାଗ କରି ତାକୁ ସଂସ୍କାର କରିଦିଆଯାଇଥିଲା, ଇଏ ଆସି କହିଲେ, ପ୍ରଭୁ ଆପଣ ଚାଲନ୍ତୁ ନା, ମୁଁ ଯଦି ଯିବି ସଖୁବାଇ ତ ନାହିଁ, ତା ଶାଶୁ କେମିତି ବୁଝିବ, ତେଣୁ ସଖୁବାଇ ତମେ ଜୀବିତ କରି ଆଣ। ଲକ୍ଷ୍ମୀଙ୍କର କୃପା ହେଲା। ନିଜେ ମହାଲକ୍ଷ୍ମୀ କୃପା କରି ସଖୁବାଇ ରୂପରେ ଆଣି ତାଙ୍କ ଘରେ ଛାଡ଼ିଥିଲେ। ଆଉ ଭଗବାନ ଶ୍ରୀକୃଷ୍ଣ ସଖୁବାଇ ଦେଖି ଖୁସି ହେଲେ, କହିଲେ, ଯା ତୁ ମୋ ପାଇଁ ପ୍ରାଣ ତ୍ୟାଗ କରିଦେଇଛୁ, ତୋ ସେବା କରି ତୋ ରୂପ ଧାରଣ କରି ତୋ ଶାଶୁକୁ ଖୁସି କରିଦେଇଛି। ତ ବହୁତ ବଡ଼ ଚରିତ୍ର ଶୁଣିବାକୁ ପଡ଼ିବ। ଅର୍ଥାତ୍ ଭଗବାନ ଯେଉଁଦିନ ଇଚ୍ଛା କରିବେ, ଭକ୍ତର ରୂପ ଧାରଣ କରି ମଧ୍ୟ ଭକ୍ତର ଦୁଃଖ ଦୂର କରନ୍ତି। ଏମିତି ଅନେକ ପ୍ରକାର ଲୀଳା ରହିଛି। ଭକ୍ତ ଆଉ ଭଗବାନ ଅଭେଦ। ସେଇଥିପାଇଁ ଠାକୁର କହିଲେ, ଭକ୍ତ ଭଗବାନ ଅଭେଦ, ତିଳେ ମାତ୍ର ନଥାଇ ଭେଦ, ଅଭିରାମ କହି ପ୍ରେମିକ ଭକତ, ତ୍ରିକୁଟେ ଦେଖଇ ନୟନ ଭରି। ଅର୍ଥାତ୍ ଭକ୍ତ ଭଗବାନ ଅଭେଦ, ଟିକି ଭେଦ ନାହିଁ ଯଦି ସେମିତି ସମର୍ପିତ ହେଇପାରେ ଭକ୍ତ।